ହୋଇଛି ବୋଲି ତାକୁ ଫୋପାଡ଼ି ଦେଇ ଚାଲିଗଲ। ଓ ନା 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 ନା, ତୋ ବାପା ମା ସିନା ତତେ ପର କରିଦେଲେ, ହେଲେ ମୁଁ ତତେ ଝିଅ କରି ରଖିବି। ତୁ ଏ ସମାଜକୁ ଜାଣିନୁ ଝିଅ, ଏ ସ୍ୱାର୍ଥପର ସମାଜ ନାରୀ ପାଇଁ ପୃଷ୍ଠା ପରେ ପୃଷ୍ଠା ଭାଷଣ ଦେବାଟା ଯାହା ଜାଣିଛି, ହେଲେ ଏକୁଟିଆ ନାରୀକୁ ଦେଖିଲେ ଏ ପୁରୁଷ ସମାଜ ଭିତରେ ଜାଗ୍ରତ ହୁଏ ରାକ୍ଷସ ପ୍ରକୃତି। ଏଇ ପାଗେଳିଟା ଠାରୁ ଆଉ କିଏ ଏଇ ଭଦ୍ର ସମାଜକୁ ଭଲ ଭାବେ ଚିହ୍ନିଛି? ଆଜି ବି ନାରୀ ଏ ସମାଜ ପାଇଁ ନିର୍ଯାତିତ, ଅବହେଳିତ, ଏ ସମାଜ ପାଇଁ ଅଲୋଡ଼ା। କାନ୍ଦେନି ମୋ ଧନଟା ଭରା, ଏତେ ବଡ଼ ଦୁନିଆରେ ନା ତୋର କେହି ଅଛି ନା ମୋର କେହି ଅଛି। ଆଜିଠୁ ମୁଁ ତୋର ମା, ମୁଁ ତୋତେ ଦେଖେଇବି ବଞ୍ଚିବାର ଏକ ନୂଆ ରାହା। ହଉ ସୁରଭି, ତୁ କିନ୍ତୁ ସନ୍ଧ୍ୟା ପୂର୍ବରୁ ଫେରି ଆସିବୁ। ଠିକ ଅଛି ମା। ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ କାଳିଆ ଶାନ୍ତ, ମୋ ଝିଅକୁ ଘଣ୍ଟ ଘୋଡ଼େଇ ରଖିଥିବ ପ୍ରଭୁ, ମୋ ଝିଅକୁ ଘଣ୍ଟ ଘୋଡ଼େଇ ରଖିଥିବ। ନାରୀ ସର୍ବଂ ସହା, ନାରୀ ଜନ୍ମଦାତ୍ରୀ, ନାରୀ ପତ୍ନୀ, ନାରୀ ଭଗିନୀ, ନାରୀ ସଂହାରକାରିଣୀ, ନାରୀ ସର୍ବଗୁଣ ସମ୍ପନ୍ନା, ନାରୀ ଅସୀମ ପ୍ରତିଭାର ଅଧିକାରୀ। ସେ ବି ପ୍ରସ୍ଫୁଟିତ ହେବ, ସୁରକ୍ଷିତ ହେବ। କେବଳ ଆବଶ୍ୟକତା ରହିଛି ନାରୀ ଜାତିକୁ ସଶକ୍ତ କରିବାର, ଜାଗ୍ରତ କରିବାର।
ଅଛି, ସନ୍ଧ୍ୟା ହେଇଗଲାଣି, ମୋ ମା ବ୍ୟସ୍ତ ହଉଥିବେ। ହଉ ସୁରଭି, ତମେ ଆଗେ ଆଗେ ଚାଲ, ଆମେ ତମ ପଛ ପଛେ ଯାଉଛୁ। କିଏ ତମେ? ମୋ ରାସ୍ତା ଛାଡ଼। ତମେ ଭଲ ନାଚିଲ। ମୋ ରାସ୍ତା ଛାଡ଼। ତମର ସେ ବାକ୍ୟ କଥା ଶୁଣିବାକୁ ମୋର ସମୟ ନାହିଁ, ମୁଁ ଘରକୁ ଯିବି। ଆଉ ଯଦି ମୁଁ ତ ବାଟକୁ ନ ଛାଡ଼େ? ତମେ ରାସ୍ତା ଛାଡ଼ିବ ନା ମୁଁ ପାଟି କରି ଲୋକମାନଙ୍କୁ ଡାକିବି? ଆରେ ନାଇଁ ରେ, ତୁ ଝିଅ ପିଲାଟା, ଏତେ ଜୋରରେ ଡାକି ପାରିବୁନି, ମୁଁ ଟିକେ ଡାକି ଦଉଛି। ଭାଇମାନେ, କିଏ କୋଉଠି ଅଛ ଧାଇଁ ଆସରେ। ମୁଁ ଜଣେ ଅବଳା ଦୁର୍ବଳ ନାରୀ ଡାକୁଛି, ମତେ ଟିକେ ରାକ୍ଷସ କବଳରୁ ରକ୍ଷା କର। ହେ ଭାଇମାନେ, ମତେ ଟିକେ ରାକ୍ଷସ କବଳରୁ ରକ୍ଷା କର। କାହିଁ କେହି ତ ଆସିଲେନି। ଶୁଣ ପିଲାମାନେ, ଯଦି ତମକୁ ପଛପଟରୁ କେହି ଚାବୁରି ଧରିଥାଏ, ତେବେ ଆତ୍ମରକ୍ଷା କରିବାର କୌଶଳଟି ହେଉଛି ପ୍ରଥମେ ତୁମର ଗୋଇଠିରେ ତାର ପାଦର ଆଙ୍ଗୁଠିକୁ ଷ୍ଟ୍ରାଇକ୍ କରିବା, ତାପରେ ତୁମ କୋମଳରେ ତାର ମୁହଁକୁ ଷ୍ଟ୍ରାଇକ୍ କରିବା। तेरे समाज रे मु आज पागली रा परिचय नहीं बंची न था। अरे ए समाज देख रे, नारी दुर्बल नुहे, नारी सबला। दरकार पड़िले नारी दुर्गा परी दुष्ट मानक को विनाश करिଥାଏ। नारी सशक्त, केवल नारी शक्ति को जागृत करिबार अछि।